ଦୁଃଖର ଗଣ୍ଠିଲି। ଜଣେ ଲୋକ ସର୍ବଦା ଭାବୁଥିଲା ଯେ ତା ଭଳି ଦୁଃଖୀ କେହି ନାହାନ୍ତି। ତେଣୁ ସର୍ବଦା ଈଶ୍ୱରଙ୍କ ପାଖରେ ଅଭିମାନ ଭରା ଅନୁଯୋଗ କରୁଥିଲା। ଦିନେ ସେ ସ୍ୱପ୍ନ ଦେଖିଲା ଯେ ସ୍ୱର୍ଗବାଣୀ ହେଉଛି ଯେ ଗାଁର ସବୁ ଲୋକ ନିଜ ନିଜ ଦୁଃଖକୁ ଗଣ୍ଠିଲି କରି ପାଖ ମନ୍ଦିରକୁ ଆସନ୍ତୁ, ଭଗବାନ ଆସି ବିଚାର କରିବେ। ସେ ଲୋକ ତାର ଦୁଃଖତକ ବନ୍ଧାବନ୍ଧି କରି ମନ୍ଦିର ବାହାରିଲା। ସେ ଭାବିଥିଲା ଯେ ତା ଭଳି ଦୁଃଖୀ ଲୋକ କମ୍ ଥିବେ, କିନ୍ତୁ ସେ ତାଜ୍ଜୁବ ହେଲା ଯେ ଗାଁ ସାରା ସବୁ ଲୋକ ଆହୁରି ବଡ଼ ବଡ଼ ଦୁଃଖର ଗଣ୍ଠିଲି ଧରି ଚାଲିଛନ୍ତି। ସମସ୍ତେ ମନ୍ଦିରରେ ପହଞ୍ଚିଲେ। ବାରଣ୍ଡାରେ ଗଣ୍ଠିଲିମାନ ଥୋଇ ସମସ୍ତେ ଭଗବାନଙ୍କୁ ଅପେକ୍ଷା କଲେ। କିଛି ସମୟ ପରେ ଭଗବାନ ଆସିଲେ ଆଉ କହିଲେ, ଗୋଟେ କାମ କର, ତୁମେମାନେ ନିଜ ନିଜ ଭିତରେ କଥାବାର୍ତ୍ତା ହୋଇ ନିଜ ନିଜ ଗଣ୍ଠିଲିକୁ ଅନ୍ୟମାନଙ୍କ ଗଣ୍ଠିଲି ସହିତ ବଦଳେଇ ଦିଅ। କାରଣ ସମସ୍ତେ କହୁଛ ଯେ ମୋ ଠାରୁ ବେଶୀ ଦୁଃଖୀ କେହି ନାହାନ୍ତି। ତେଣୁ ତୁମ ଦୃଷ୍ଟିରେ ଯଦି ଅନ୍ୟମାନେ କମ୍ ଦୁଃଖୀ, ତେବେ ଗଣ୍ଠିଲି ବଦଳେଇବାରେ ଅସୁବିଧା ହେବନି। ଏହା ଶୁଣିବା ପରେ ସମସ୍ତଙ୍କ ଭିତରେ ଆଲୋଚନା ହେଲା, କିନ୍ତୁ କେହି ନିଜ ଗଣ୍ଠିଲିକୁ ଅନ୍ୟ ସହିତ ବଦଳେଇବାକୁ ଚାହିଁଲେନି। କାରଣ କିଏ ଜାଣେ ନୂଆ ଗଣ୍ଠିଲିରେ କି ପ୍ରକାର ଦୁଃଖ ଥିବ। ଅନ୍ତତଃ ନିଜେ ଭୋଗୁଥିବା ଦୁଃଖ ବିଷୟରେ କିଛି ଧାରଣା ଅଛି, ଅନ୍ୟର ଦୁଃଖ କ'ଣ ତାହା ତ ଜଣା ନାହିଁ। ଏତିକି ବେଳେ ସେ ଲୋକର ନିଦ ଭାଙ୍ଗିଗଲା। ତାକୁ ହାଲୁକା ଲାଗିଲା। ଯେତିକି ଦୁଃଖ ତାକୁ ମିଳିଛି ତାହା ଯେ ତାର ପ୍ରାପ୍ୟ, ସେ ତାହା ବୁଝିଲା। ସେ ବୁଝିଲା ଯେ ସମସ୍ତଙ୍କର କିଛି ନା କିଛି ଦୁଃଖ ଅଛି। ତେଣୁ ଏଣିକି ସେ ଦୁଃଖ ସହିବାର ଶକ୍ତି ଦେବାକୁ ଭଗବାନଙ୍କୁ ପ୍ରାର୍ଥନା କଲା।